ଜୟ ଜଗନ୍ନାଥ ଜୟ ଶ୍ରୀରାମ। ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ତ ବର୍ତ୍ତମାନ ପାଇଁ ଆପଣମାନେ ସମସ୍ତେ ଦେଖୁଥିବେ ବହୁତ ସାରା ପିଲାମାନେ କଣ୍ଟିନ୍ୟୁଅସ୍ଲି ପଚାରୁଛନ୍ତି କି ସାର୍ ଆମର ଡକ୍ୟୁମେଣ୍ଟ ଭେରିଫାଏ ହେଇଛି ବୋଲି ଆମେ କେମିତି ଜାଣିବୁ, ଆଉ ଯଦି ଆମର ଡକ୍ୟୁମେଣ୍ଟରେ ଇସ୍ୟୁ ଆମର ମେସେଜ୍ ପଳେଇ ଆସୁଛି ବା ଇମେଲ୍କୁ ପଳେଇ ଆସୁଛି ତାହେଲେ ଆମେ ତାକୁ କେମିତି କରେକ୍ଟ କରିବୁ, ତାର ପ୍ରୋସିଜିଓର କ'ଣ ସେ ରିଗାର୍ଡ଼ିଂ ଗୋଟେ ଭିଡ଼ିଓ। ଠିକ୍ ଅଛି, ଚାଲନ୍ତୁ ଡିସ୍କସନ୍ କରିବା। ପ୍ରଥମ କଥା, ଆପଣ ନିଜର ଯେତେବେଳେ ଓଜେଇ ସାଇଟ୍ରେ ଆଗ ନିଜେ ଚେକ୍ କରିପାରିବେ ଆପଣଙ୍କର ଡକ୍ୟୁମେଣ୍ଟ ଠିକ୍ ଅଛି ନା ଭୁଲ ଅଛି, ବା ଡକ୍ୟୁମେଣ୍ଟ ଆପଣଙ୍କର କିଛି ଇସ୍ୟୁ ଅଛି ନା ନାହିଁ। କେମିତି ଚେକ୍ କରିବେ ନା ଓଜେଇ ସାଇଟ୍କୁ ଯିବେ, ଆପଣଙ୍କର ଆଜ୍ ୟୁଜୁଆଲ୍ ନିଟ୍ର ରୋଲ୍ ନମ୍ବର ପାସୱାର୍ଡ଼ ଦେଇକିରି କ୍ୟାପଚା ଦେଇକି ଯେତେବେଳେ ଲଗ୍ଇନ୍ କରିବେ ଏମିତି ଆପଣଙ୍କର ପେଜ୍ଟା ଶୋ ହୋଇଯିବ, ଯେଉଁଟା ଆପଣ ସ୍କ୍ରିନ୍ରେ ଦେଖୁଛନ୍ତି ଏବେ। ଠିକ୍ ଅଛି, ଏଠି ଏଇଠି ଦେଖନ୍ତୁ ତ ଡ୍ୟାସବୋର୍ଡ଼ ଅଛି। କ୍ଲିୟରଲି ସମସ୍ତେ ଆପଣମାନେ ଶୁଣୁଥାନ୍ତୁ। ଇଏ ହେଉଛି ଟୋଟାଲ୍ ଆଭେଲେବଲ୍ ଚଏସ୍, ଫିସ୍ ଚଏସ୍, ଏଗୁଡ଼ା ଚଏସ୍ ଫିଲିଂ ହେଇନି ବୋଲି ଏଗୁଡ଼ା ସବୁ ଏମିତି ଦେଖାଉଛି। ଡକ୍ୟୁମେଣ୍ଟ ଭେରିଫିକେସନ୍ ଅଛି ମାଣ୍ଡାଟୋରି, ଏଥିରେ କିଛି ନାହିଁ। ଏଇ ଯେଉଁ ଡ୍ୟାସବୋର୍ଡ଼ ରହିଛି, ଡ୍ୟାସବୋର୍ଡ଼, ଏଇ ଡ୍ୟାସବୋର୍ଡ଼ଟାକୁ ସମସ୍ତେ ଟିକେ କ୍ଲିକ୍ କରିବ। ଡ୍ୟାସବୋର୍ଡ଼କୁ କ୍ଲିକ୍ କରିଦେଲା ପରେ ପିଲେ ଇମିଡ଼ିଏଟଲି ତୁମେ ଦେଖିପାରିବ, ଏଇଠି ତୁମମାନଙ୍କୁ ମାନେ କ୍ଲିୟରଲି ତୁମକୁ ଦେଖିବାକୁ ମିଳିବ। ଦେଖନ୍ତୁ ମୁଁ ଆପଣଙ୍କୁ କହିଦେଉଛି, ଦେଖ ଡ୍ୟାସବୋର୍ଡ଼ ଉପରେ କ୍ଲିକ୍ କରିଦେଲା ପରେ ସାଙ୍ଗେ ସାଙ୍ଗେ ତୁମକୁ ଏଇଟା ପେଜ୍ଟା ମିଳିଯିବ, ଯେଉଁଥିରେ ତୁମକୁ କ୍ଲିୟରଲି ମେନସନ୍ ଥିବ। ଏଇଠି ଦେଖ ମ୍ୟାନେଜ୍ ଡିସ୍କ୍ରିପାନ୍ସି ଇନ୍ ଅପଲୋଡ଼େଡ଼ ଡକ୍ୟୁମେଣ୍ଟ, ୟା ଉପରେ କ୍ଲିକ୍ କରିବ। ଏହା ଉପରେ କ୍ଲିକ୍ କରିଦେଲା ପରେ ସାଙ୍ଗେ ସାଙ୍ଗେ ଶୋ କରିଯିବ ଆପଣଙ୍କର ଯଦି କୌଣସି ଇସ୍ୟୁ ନାହିଁ ସେ ଶୋ କରିଯିବ ଆଜ୍ ଅଫ୍ ନାଓ ନୋ ଡିସ୍କ୍ରିପାନ୍ସି ଆର୍ ଦେୟାର ଇନ୍ ଦ ଅପଲୋଡ଼େଡ଼ ଡକ୍ୟୁମେଣ୍ଟସ୍। ଏପର୍ଯ୍ୟନ୍ତ ଆପଣଙ୍କର ଡକ୍ୟୁମେଣ୍ଟରେ କୌଣସି କିଛି ଇସ୍ୟୁ ନାହିଁ। ଠିକ୍ ଅଛି, ଏମିତି ଆପଣ ଚେକ୍ କରିପାରିବେ କି ଆପଣଙ୍କର ଡକ୍ୟୁମେଣ୍ଟରେ କିଛି ଇସ୍ୟୁ ଅଛି ନା ନାହିଁ ବୋଲି। ବଟ୍ ଆଉ ଗୋଟେ କଥା ଆସୁଛି, ଯେଉଁମାନଙ୍କର ମେଲ୍ ଆସୁଛି କି ଆପଣଙ୍କର ଡକ୍ୟୁମେଣ୍ଟରେ, ଯେଉଁମାନଙ୍କର ତ ମେଲ୍ ପଳେଇଗଲା ସକ୍ସେସଫୁଲ୍, ଭଲ କଥା। ଯେଉଁମାନଙ୍କର ଆସିନି ଆପଣମାନେ ୱେଟ୍ କରନ୍ତୁ, ଆଜି ବି ଆପଣମାନଙ୍କର ଆସିବ। ଆଉ ଯେଉଁମାନଙ୍କର ଆସିଯାଇଛି ମିଷ୍ଟେକ୍ ବୋଲି ସିଏ କେମିତି କରେକ୍ଟ କରିବେ, ଆପଣ ଯେତେବେଳେ ଆପଣଙ୍କର ଲଗ୍ଇନ୍ ଆଇଡି ପାସୱାର୍ଡ଼ ମାରି କ୍ଲିକ୍ କରିବେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଶୋ କରିଦେବ ଏଇ ପେଜ୍ଟା, ଯଦି କ୍ଲିୟରଲି ଲେଖିଦେବ କି ଆପଣଙ୍କର Dear candidate, during document verification by verifying officer, some discrepancies have been found have been found in your uploaded documents. Kindly remove and discrepancy। এই କ୍ରସ୍ ଉପରେ କ୍ଲିକ୍ କରିବେ। କ୍ରସ୍ ଉପରେ କ୍ଲିକ୍ କରିଦେଲା ପରେ ସାଙ୍ଗେ ସାଙ୍ଗେ ତୁମର ଟୋଟାଲି ଉପରେ କ୍ରସ୍ ଉପରେ କ୍ଲିକ୍ କଲ। କ୍ରସ୍ ଉପରେ କ୍ଲିକ୍ କଲା ପରେ ତୁମକୁ ଏଇଭଳିଆ ଶୋ କରିବ କେଉଁ ଜାଗାରେ ତୁମର ଡକ୍ୟୁମେଣ୍ଟ ଜାଗାରେ ଅପଲୋଡ଼ ହେଇଛି। ଟିକେ ସ୍କ୍ରୋଲ୍ କରି 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 ତଳକୁ ଯିବ। ଟିକେ ସ୍କ୍ରୋଲ୍ କରି କରି ତଳକୁ ଗଲେ ତୁମେ ଜାଣିବାକୁ ପାଇବ ତୁମର କେଉଁ ଜାଗାରେ ଇସ୍ୟୁ ଅଛି। ଧର ମୁଁ ଯେମିତି ମୋର ଜାଣିବାକୁ ପାଇଲି ମୋର ଡୋମିସାଇଲ୍ ସାର୍ଟିଫିକେଟ୍ରେ ଇସ୍ୟୁ ଅଛି। ଡୋମିସାଇଲ୍ ସାର୍ଟିଫିକେଟ୍ରେ ମୁଁ ଡୋମିସାଇଲ୍ ସାର୍ଟିଫିକେଟ୍ ଜାଗାରେ 10th ସାର୍ଟିଫିକେଟ୍ ଅପଲୋଡ଼ କରିଦେଇଛି। ମୋର ଏଇଠି ଜାଗାରେ ଇସ୍ୟୁ ଡୋମିସାଇଲ୍ ସାର୍ଟିଫିକେଟ୍ କରି ରେଡ଼୍ ମାର୍କ ହେଇକି ଲେଖା ହେଇଯାଇଛି। ମୁଁ କ'ଣ କରିବି ନା ଏଇଠି ଚୁଜ୍ ଫାଇଲ୍ ଆଉ ଥରେ ଅପଲୋଡ଼ କରିବାକୁ ଦେଇଛି, ତ ମୁଁ କ'ଣ କରିବି ନା 50ରୁ 300 KB ଭିତରେ ତାକୁ କନଭର୍ଟ କରିବି। କେଉଁଥିରେ କନଭର୍ଟ କରିବି? ଆଇ ଲଭ୍ PDF ଗୁଗୁଲରେ ସର୍ଚ୍ଚ କରିକି ତାକୁ ସେଇଟାକୁ ମୁଁ କ'ଣ କରିବି ଚୁଜ୍ କରିକି ସବମିଟ୍ ଆଣ୍ଡ ପ୍ରିଭ୍ୟୁ ମାରିବି। ସବମିଟ୍ ଆଣ୍ଡ ପ୍ରିଭ୍ୟୁ ମାରିଲା ପରେ ମୋତେ ଦେଖେଇଦେବ, ଆଉ ମୁଁ ଯେଉଁଟା ଅପଲୋଡ଼ କରିଛି ମୋତେ ଏଇଭଳିଆ ଦେଖିବ ପ୍ରିଭ୍ୟୁ। ତାପରେ ଆପଣମାନେ ଏଠି ସେଲ୍ଫ ଭେରିଫାଏଡ଼ ଉପରେ କ୍ଲିକ୍ କରିକି ଏଠି ସେଭ୍ ଫାଇନାଲି ଆଣ୍ଡ ନେକ୍ସଟ ଉପରେ କ୍ଲିକ୍ କରିକି ଆପଣମାନେ ସେଇଟାକୁ କ୍ଲିକ୍ କରିପାରିବେ। ମ୍ୟାକ୍ସିମମ୍ ପିଲା ଯେଉଁମାନେ ଗ୍ରୀନ୍ କାର୍ଡ଼ ଦେଇଛନ୍ତି, ଡୋମିସାଇଲ୍ ସାର୍ଟିଫିକେଟ୍ରେ ଆସିବାଟା ଏଇଟା ବହୁତ ରେୟାର, କିନ୍ତୁ ଯେଉଁମାନେ ଗ୍ରୀନ୍ କାର୍ଡ଼ ଅପଲୋଡ଼ କରିଛନ୍ତି, ଗ୍ରୀନ୍ କାର୍ଡ଼ ଆପଣମାନେ ମନେ ରଖନ୍ତୁ, ଗ୍ରୀନ୍ କାର୍ଡ଼ ଯେଉଁମାନେ ଦେଇଛନ୍ତି ଗ୍ରୀନ୍ କାର୍ଡ଼ରେ ଆପଣମାନେ କ୍ଲିୟରଲି ଦେଖିବେ କି ଆପଣଙ୍କର ଗ୍ରୀନ୍ କାର୍ଡ଼ର ଫ୍ରଣ୍ଟ ପେଜ୍ ଅପଲୋଡ଼ ରହିବା ଦରକାର, ଯେଉଁଥିରେ ଆପଣଙ୍କ ନାଁ ରହିବା ଦରକାର। ଆପଣଙ୍କ ନେମ୍ ଯଦି ନାହିଁ, ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଯଦି ନାହିଁ, ଆପଣ ଖାଲି ଭିତର ପେଜ୍ ଅପଲୋଡ଼ କରୁଛନ୍ତି, ସେ କେସ୍ରେ ଡିସ୍କ୍ରିପାନ୍ସି ଆସିବାଟା ସ୍ୱାଭାବିକ କଥା। ବେଳେବେଳେ ଏମିତି ହେଇଯାଏ, କିନ୍ତୁ ଆକୁ କରେକ୍ଟ ବି କରିପାରିବେ ଆପଣମାନେ ଆରାମସେ। ଫ୍ରଣ୍ଟ ପେଜ୍ ତା ସହିତ ଭିତର ପେଜ୍ ମିଶେଇକିରି ଆପଣମାନେ କ'ଣ କରିବେ ନା ଅପଲୋଡ଼ କରିଦେବେ। ଅପଲୋଡ଼ କରିଦେଲା ପରେ ତାପରେ ଆପଣମାନେ ଦେଖିବେ ଯାହା ଯାହା ଆପଣ ମିଷ୍ଟେକ୍ ଥିଲା ସେଇଟା ଆପଣ ଆଉ ଥରେ ଇଏ କରିଦେଲେ ହେଇଯିବ। ଆଉ ଅପଲୋଡ଼ କରିଦେଲେ କିଛି ଅସୁବିଧା ନାହିଁ, କରେକ୍ଟ ହେଇଯିବ। ଆଉ ତାପରେ ଥରେ ଲଗ୍ଇନ୍ କରି ଚେକ୍ କରିଦେଲା ପରେ ସେ ଲେଖିବ ଡିଅର୍ କ୍ୟାଣ୍ଡିଡେଟ୍ ୟୁ ହାଭ୍ ମାନେ ସେଇଠି ଅପଲୋଡ଼ କରିଦେଲା ପରେ ଲେଖିବ ୟୁ ହାଭ୍ ଅପଲୋଡ଼େଡ଼ ଡକ୍ୟୁମେଣ୍ଟସ୍ ଏଗେନ୍ଷ୍ଟ ଦ ୟୁ ହାଭ୍ ସକ୍ସେସଫୁଲି ଅପଲୋଡ଼, ତାକୁ ସକ୍ସେସଫୁଲି ଅପଲୋଡ଼ କରିସାରିଲେଣି। ନାଓ ଭେରିଫାଇଂ ଅଫିସର ରିଭାଇ, ଆଉ ଥରେ ଭେରିଫାଇଂ ଅଫିସର ରିଭାଇ କରିବେ। କାଇଣ୍ଡଲି ଭିଜ୍ ଦ ରେଗୁଲାର। ତେଣୁକରି ଆପଣମାନେ ସବୁବେଳେ ପାଇଁ ମଝିରେ ମଝିରେ ଲଗ୍ଇନ୍ କରିକିରି ଆପଣଙ୍କର ଏଇଟାକୁ ଚେକ୍ କରୁଥିବେ, ମ୍ୟାନେଜ୍ ଡିସ୍କ୍ରିପାନ୍ସି ଯେଉଁଟା ସେଇଟା ଚେକ୍ କରୁଥିବେ। এইটাକୁ ଯଦି ବାର ବାର ଚେକ୍ କରିବେ ଡେଫିନେଟଲି ଆପଣଙ୍କୁ ଆଇଡ଼ିଆ ପଳେଇ ଆସିବ କି କ'ଣ ହେଉଛି କ'ଣ ନାହିଁ। ଆଉ ଯେଉଁମାନଙ୍କର ଆସିନି ଟିକେ ୱେଟ୍ କରନ୍ତୁ, ଡେଫିନେଟଲି ଆଜି ଆସିବ। ଆଉ ଯେଉଁମାନଙ୍କର କିଛି ମିଷ୍ଟେକ୍ ଆସିଛି ମୁଁ ଆପଣଙ୍କୁ ଅଲରେଡ଼ି ପ୍ରୋସିଜିଓର ବତେଇଦେଲି କେମିତି ତାକୁ କରେକ୍ଟ କରିବ। ଠିକ୍ ଅଛି,
ଏଇଠି ଭିଡ଼ିଓକୁ ଏଣ୍ଡ କରିବା। ଥ୍ୟାଙ୍କ ୟୁ, ଅଲ୍ ଦ ଭେରି ବେଷ୍ଟ।